हेलो हाय नमस्कार ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆ ଭିଡ଼ିଓରେ ସ୍ୱାଗତ ଜଣାଉଛି। ଆଜି ଆମେ ସାଙ୍ଗମାନେ ଓ ଆମେ ସମସ୍ତେ ମିଶି ଗୋଟେ ପ୍ଲାନିଂ କଲୁ। ଆମେ ଆଜି ଯିବା ସିଦ୍ଧେଶ୍ୱର ବୁଲିବା ପାଇଁ। ତ ସମସ୍ତେ ମିଶି ଗାଡ଼ି କାଢ଼ି ଆସିଲୁ। ତ ଫାଇନାଲି ଆମେ ଆସି ପହଞ୍ଚିଗଲୁ ସିଦ୍ଧେଶ୍ୱର ପୀଠରେ। ତ ସମସ୍ତେ ଆସି ପହଞ୍ଚି ସାରିଲା ପରେ ଯେ ପାର୍କିଂରେ ଗାଡ଼ି ରଖି ଆସିଲୁ। ଆସି ସାରିବା ପରେ ଆମେ ମନ୍ଦିର ଭିତରକୁ ଗଲୁ। ମନ୍ଦିର ଭିତରକୁ ମାନେ ଫାର୍ଷ୍ଟ ଷ୍ଟାର୍ଟିଂରେ ଯେ ସମସ୍ତେ ମିଶି ଫଟୋ ଉଠାଉଠି ଲାଗିଗଲେ। ତ ଫଟୋ ଉଠେଇ ଆଉ ଅଲଗା ସାଙ୍ଗମାନେ ବି କମେଡ଼ି କରିବା ବି ଲାଗିଲେ। ତ ସମସ୍ତେ ଛାଡ଼ି ମୋତେ ମନ୍ଦିର ଉପରକୁ ପଳେଇଲେଣି। ତ ପାହାଚ ଚଢ଼ିବା ଷ୍ଟାର୍ଟିଂ ହେଲା। ମୁଁ ଏବେ ମନ୍ଦିର ଉପରକୁ ସେମାନେ ତ ଯାଇସାରିଲେଣି। ତ ମୋତେ ଛାଡ଼ି ଗଲେଣି। ମୁଁ ତ ଟିକେ ରନିଂ କରି ଜଲ୍ଦି ଉପରକୁ ଯିବାକୁ ପଡ଼ିବ। ତ ସ୍ପିଡ଼ରେ ରନିଂ କରି ଆସିଲୁ। ଆସି ବି ସବୁ ପହଞ୍ଚିଗଲେ। ଆସି ସାଇବାବାଙ୍କ ମନ୍ଦିରରେ ସମସ୍ତେ ଆଗରେ ଯାଉଛନ୍ତି। ମୁଁ ପଛରେ ଅଛି। ଏବେ ସାଇବାବାଙ୍କୁ ଟିକେ ଦର୍ଶନ କରିବା। ସାଇବାବାଙ୍କ ମନ୍ଦିର ଆସି ପହଞ୍ଚି ଗଲୁ। ସେମାନେ ତାଙ୍କର ପ୍ରାର୍ଥନା କରିବାରେ ଲାଗିଛନ୍ତି। ତ ଆମେ ବି ଚାଲିଲୁ ପ୍ରାର୍ଥନା କରିବା ପାଇଁ। ତ ସାଇବାବାଙ୍କ ଭିଡ଼ିଓଟିଏ କଭର୍ କରିନେଲି। ତ ସେଠୁ ଆମେ ଦର୍ଶନ କରିସାରିବା ପରେ ଆମେ ପୁଣି ଉପରକୁ ଯିବା ପାଇଁ ବାହାରିଲୁ। ତ ସେମାନେ ପଛରେ ଆଗରେ ସମସ୍ତେ ମିଶିଗଲା ଟାଇପ୍ର। ତ ହାଲିଆ ହେଇଗଲେଣି। ସମସ୍ତେ ହାଲିଆ ହୋଇସାରିଲା ପରେ ଗୋଟେ ଜାଗା ଯାଇ ରହିବା ପାଇଁ ଡିସାଇଡ଼୍ କଲେ। ତ ଏଠି ଆସି ହାଇ କରି ଗୋଟେ ଜାଗାରେ ବସିଲୁ। ତ ସେମାନେ ପୁଣି ଆସି ଏଠି ଫଟୋ ଉଠି ଲାଗିଲେ। ତ ଏଠି ଫାଇନାଲ୍ କଲେ ଯେ ଆଜି ସଂକ୍ରାନ୍ତି। ତ ଲୋକମାନେ କେହି ଆସିନାହାନ୍ତି। ଏଇ ଜାଗାରେ କେହି ବି ନାହାନ୍ତି। ତ ଉପରକୁ ଗଲେ ଭଲ ଲାଗିବନି। ତ କିଛି ବି ଏତେ ଖାସ୍ ବି ନାହିଁ ଏଠି। ତ ଆମେ ସେଇଠୁ ପୁଣି ଫେରିକି ପଳେଇ ଆସିଲୁ। ତ ଫେରିକି ଆସିଲା ବେଳେ ତ ଟିକେ ମାନେ ଦୁଃଖଟା ଲାଗିଲା। ମୁଡ଼୍ଟା ଟିକେ ଅଫ୍ ହେଇଗଲା। ତ ଏତେ ଦୂରରୁ ଆସିଥିଲୁ ତ ହେଲାନି। ତାପରେ ପୁଣି ସେଠୁ ଆସିଲୁ ହେରି। ତଳକୁ ଆସି ସାରିବା ପରେ ସମସ୍ତେ ପୁଣି ଆସି ଟିକେ ଭିଡ଼ିଓରେ ହାଇ ହାଇ ହେଲୋ କରିସାରି ସମସ୍ତେ ଲୁକ୍ ଦେଉଛନ୍ତି। ତ ଆସି ଆମେ ଏଠି ଗୋଟେ ଆକ୍ରୋଶ ପାଖରେ ଆକ୍ରୋଶ ମାଗି ପିଇଲୁ। ସମସ୍ତେ ଆକ୍ରୋଶ ପିଇ ସାରିବା ପରେ ପୁଣି ଆମେ ସେଠୁ ପୁଣି ବାହାରିବାକୁ ପଡ଼ିବ। ତ ବାହାରିକି ଆସିବା ପାଇଁ ଆମର ଟାଇମ୍ ହେଇଗଲା। ତ ପୁଣି ଆମେ ଆସିଲୁ ମାନେ ଏବେ ଯିବାକୁ ବାହାରୁଛୁ ଯେ ଆମେ ବଟେଶ୍ୱର ସମସ୍ତେ ଯିବୁ ଏବେ। ତ ଆସିଲା ପରେ ଗୋଟେ ଦୋକାନରୁ ସମସ୍ତେ ଅମୁଲ କୁଲ୍ କିଣା ହେଲା। ସେମାନେ ତାଙ୍କର ପିଇ ସାରିଲେଣି। ତ ମୁଁ ମୋର ଭିଡ଼ିଓ ଗୋଟେ କରିଦେଲି। ଅମୁଲ କୁଲ୍ ପିଇ ସାରି ପୁଣି ବଟେଶ୍ୱର ଯିବାର ଭିତରେ ଲାଗିଲୁ। ତ ବଟେଶ୍ୱର ପୁରା ପାଖେଇ ଆସିଲାଣି। ତ ଏବେ ବଟେଶ୍ୱର ମନ୍ଦିର ପାଖକୁ ପଳେଇ ଆସିଲୁଣି। ବଟେଶ୍ୱର ମନ୍ଦିର ପାଖକୁ ଆସିଲୁଣି। ତ ତାର ସିଜନ୍ ଟାଇମ୍ରେ ଆସିଲେ ବହୁତ ଦୋକାନ ବଜାର ବହୁତ। ତ ଅନସିଜନ୍ରେ ଆସିଲେ ତ ଦୋକାନ ବଜାର ଏତେ ପଡ଼େନି। ବଟ୍ ଏବେ ବି ବହୁତ ପଡ଼ିଥିଲା ଦୋକାନ। ମୁଁ ଅଲଗା ଆହୁରି କଭର୍ କରିନି ଭିଡ଼ିଓ। ତ ଆସି ଗାଡ଼ି ଏଠି ଷ୍ଟପ୍ କରି ସେମାନେ ତାଙ୍କର ଗାଡ଼ି ପାର୍କିଂରେ ରଖିବାକୁ ଚାଲିଲେ। ତ ମୁଁ ମୋ ସାଙ୍ଗ ମିଶି ଚାଲିଲୁ। ତ ମନ୍ଦିର ଭିତରକୁ ହାଇ କରି ବାହାରିକି ଚାଲିଲୁ। ପୁରା ସେଠି ପୁରା ଖୁସି ଆଉ କହିବା ନାହିଁ। ପୁରା ସ୍ପେସଲେସ୍। ପୁରା ମନ୍ଦିର ଯିବା ପାଇଁ ପୁରା ଖୁସି ହୋଇ ପୁରା ଡେଇଁ ମନ୍ଦିର ଭିତରକୁ ଚାଲିଲୁ। କାହିଁକି ନା ମାନେ ଫ୍ରେଣ୍ଡମାନଙ୍କ ସହ ତ ବୁଲି ଆସିବା ଟିକେ ମଜା ହିଁ ନିଆରା। ତ ଆସି ଗୋଟେ ଭକ୍ତିରେ ଭଗବାନଙ୍କୁ ଏକ ଛୋଟ ପ୍ରଣାମଟେ କଲୁ। ପ୍ରଣାମ କରି ପୁଣି ଆମେ ମନ୍ଦିର ଭିତରକୁ ଯିବା ପାଇଁ ବାହାରିଲୁ। ସମସ୍ତେ ଆସି ପହଞ୍ଚିଗଲେ। ସେମାନେ ଗାଡ଼ି ପାର୍କିଂ ରଖି ଗାଡ଼ି ଆସିଲେଣି। ତ ଆମେ ମନ୍ଦିର ଭିତରକୁ ଏବେ ବାହାରିଲୁ। ତ ଫାର୍ଷ୍ଟ ଆସ୍ତେ ଏକ ଶିବଲିଙ୍ଗ ଅଛି ଏଠି। ଆସ୍ତେ ସମସ୍ତେ ପୂଜା କରୁଛନ୍ତି। ତ ଆମେ ବି ପୂଜା କରିସାରିବା ପରେ
ଆମେ ବଟେଶ୍ୱର ମନ୍ଦିରରେ ପହଞ୍ଚିଗଲୁ। ଏଠି ମାନେ ବଟେଶ୍ୱର ପ୍ରଭୁ ଯେଉଁ ଉଦ୍ଭାବନ ହେଲେ ତୃତୀୟ ଯୁଗରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ଏଠି ବଟ ଫଳ ପ୍ରଭୁଙ୍କୁ ଅର୍ପଣ କରି ଏହାର ନାମ ନାମିତ କଲେ ବଟେଶ୍ୱର। ବଟେଶ୍ୱର ନାମରେ ନାମିତ କରିସାରିବା ପରେ ତ ଏ ମନ୍ଦିର ବାଲିରେ ପୋତି ହେଇଥିଲା। ତ ଲାଙ୍ଗୁଳା ନରସିଂହ ଦେବ ମାନେ ୟାକୁ ମାନେ ଲୋକମାନଙ୍କ ଦ୍ୱାରା ଖୋଳାଖୋଳି କରି ମାନେ ତା ମନ୍ଦିରକୁ କାଢ଼ି ତାଙ୍କେ ପୁଣି ଉଦ୍ଘାଟନ କରିଥିଲେ। ତ ସମସ୍ତେ ଆସି ପୂଜା କରିଥିଲେ। ତ ଆମେ ବି ଏବେ ପୂଜା କରିବାକୁ ବାହାରିଲୁ। ତ ଯାଇ ବାହାରେ ଷ୍ଟାଣ୍ଡରେ ଦୀପ ଲଗେଇ ଦର୍ଶନ କଲୁ। ଦର୍ଶନ କରି ସାରିବା ପରେ ତ ବାହାରି ଆମେ ମନ୍ଦିରକୁ ବାହାରି ପଳେଇ ଆସିଲୁ। ତ ଏତେ ଦୂରରୁ ତ ପଳେଇଲା ଟିକେ ମୁଡଟା ଅଫ୍ ହେଇଯିବ। ବଟ୍ ଅଫ୍ ହୁଅନ୍ତା ବଟ୍ ଖୁସି ଲାଗିଲା କାହିଁକିନା ପରେ ଆମେ ସି ବିଚ୍କୁ ଯିବୁ ସମସ୍ତେ ମିଶି। ଏବେ ସରିଲା ମାନେ ମନ୍ଦିର ଦର୍ଶନ ସବୁ ସରିଲା, ଖାଲି ସି ବିଚ୍ ବୁଲିକି ତାପରେ ବାହାରି ଯିବା କଥା। ତ ପୁଣି ଆସି ଆମେ ଗୋଟେ ଦହିବରା ଆଳୁଦମ୍ ଦୋକାନ ପାଖରେ ପହଞ୍ଚିଗଲୁ। ତ ବିନା ପିଆଜ ରସୁଣରେ ଏଠି ସବୁ ବନା ହେଉଛି। ତ ଆସି ବିନା ପିଆଜ ରସୁଣ ତାପରେ ଆମ ସାଙ୍ଗ ମୁଁ ଟିକେ ପେଟ ପୂଜା କଲୁ। ଭୋକ ଲାଗୁଥିଲା। ତ ସେକେଣ୍ଡରେ ଆମେ ଗୋଟେ ଗୁପଚୁପ୍ ଷ୍ଟଲ୍ ବାଲା ପାଖକୁ ଆସିଲୁ। ଗୁପଚୁପ୍ ଷ୍ଟଲ୍ରେ ସମସ୍ତେ ଗୁପଚୁପ୍ ଖିଆଖିଇରେ ଲାଗିଲୁ। ଗୁପଚୁପ୍ ଖାଇ ପୁଣି ଆମେ ବାହାରିବୁ ଓ ସି ବିଚ୍କୁ ଯିବା ପାଇଁ। ତ ଗୁପଚୁପ୍ ଖିଆଖି ଚାଲିଛି ସମସ୍ତଙ୍କର। ଗୁପଚୁପ୍ଟା ବହୁତ ଖଟା ଥିଲା ଓ ରାଗ ବି ଥିଲା। ତ ଖାଇସାରିବା ପରେ ଗୋଟେ ପାର୍କ ଥିଲା, ସେ ପାର୍କ ଆଉ ଯାଇ ହେଲାନି। ତ ଲେଟ୍ ହେଲାଣି ବିଚ୍କୁ ଯିବା ପାଇଁ। ତ ସାଇଡ଼ରେ ଯେଉଁ ପାର୍କ ଥିଲା ଆମେ ଆଉ କଭର୍ କରିନୁ, ସାଇଡ଼ରେ ଟିକେ ହିଁ କଭର୍ କରିକି ଆସିଛୁ। ତ ଆସି ପହଞ୍ଚିଗଲୁ ଓ ବିଚ୍ ପାଖରେ। ତ ଗାଡ଼ି ଷ୍ଟପ୍ କରି ପାର୍କିଂରେ ପୁଣି ନେଇ ଗାଡ଼ି ରଖିବେ। ଗାଡ଼ି ରଖି ସାରି ଆମେ ସମସ୍ତ ସାଙ୍ଗମାନେ ବାହାରିକି ଆସିଲୁ। ଆସି ସାରିବା ପରେ ସମସ୍ତେ ଯିଏ ଯାହାର ଗୋଟେ ଗୋଟେ ଭିଡ଼ିଓ ବନେଇଲା ଟାଇମ୍ ମୁଁ ଭିଡ଼ିଓ ବନେଇ ଚାଲିଛି। ସେମାନେ ଆଗରେ ପୁରା ଚାଲିଲେଣି, ମୁଁ ତ ପଛରେ ଆସୁଛି। ସେମାନେ ଗାଧେଇବେ କ'ଣ ମାନେ କେମିତି ଗାଧେଇବେ ସେଇଟା ତାଙ୍କର ଚିନ୍ତା ହେଲାଣି। ତ ଆମେ ଚାଦର କି କିଛି ବି ପ୍ୟାଣ୍ଟ ସାର୍ଟ ଧରିକି ଆସିନୁ, ହାଫ୍ ପ୍ୟାଣ୍ଟ ସାର୍ଟ। ତ ସେମାନେ ଟିକେ କହିଲେ କେମିତି ଗାଧେଇବା, ତ ସେଇଟା ଲାଗିଲେ। ତ ଭିତରକୁ ଯିବା ପାଇଁ ତ ଖୁସି ଟିକେ ଅଲଗା, ମାନେ ସାଙ୍ଗସାଥି ବୁଲିବାଟା ଖୁସି ପୁରା ନିଆରା। ତ ଆମେ ଆସି ପହଞ୍ଚିଗଲା ପରେ ଟିକେ ଭିଡ଼ିଓ ବନାବନି ଚାଲିଲା। ଆସି ସାରିଲା ପରେ ଡାଇରେକ୍ଟ ସେ ଭୋଳାକୁ ଧରି ମାନେ ସମୁଦ୍ରରେ ଫୋପାଡ଼ିବାକୁ ଲାଗିଲେ। ତ ପ୍ୟାଣ୍ଟ ସାର୍ଟ ଓଦା ହେଇଗଲେ ଆଉ ଫଟୋ ସୁଟ୍ କରିହେବନି। ତାକୁ ସେଇଠୁ ଆଉଥରେ ଦୟା ଭାବି ଧରି ପଳେଇ ଆସିଲେ। ଖୁସି ମାନେ ନିଆରା ପୁରା। ତ ପାଣିରେ ଓଦା ହେଇଯିବ ହେଲେ ଭିତରକୁ ଯାଇଥିଲୁ। ତ ପୁଣି ଆଉଥରେ ଲହରୀ ଆସିଲାକୁ ବାହାରି ଆସି ସାରିଲା ପରେ ସେ ତାର ଟିକେ ଡିଆଁ ଚାଲିଲା, ସମସ୍ତଙ୍କୁ ଡିଆଁ ଚାଲିଲା। ତ ମୁଁ ମୋର ଏକ ଛୋଟ ରିଲ୍ସଟେ ବନେଇବା ଲାଗିଲା। ରିଲ୍ସ ବନେଇ ସାରିବା ପରେ ସମସ୍ତେ ଆଉଥରେ ଫୋନ୍ ଆଣି ଭିଡ଼ିଓ ବନେଇବା ପାଇଁ ମୋ ସାଙ୍ଗ ମୋର ସେ ତାର ଭିଡ଼ିଓ ବନେଇବା ଲାଗିଲେ। ତ ମାନେ ସମସ୍ତେ ପୋଜ୍ ଦେବା ପାଇଁ ପୁରା ରେଡ଼ି ହେଇଥିଲେ। ତ ଭିଡ଼ିଓ ବନେଇଛି କହିଲେ ଆଉ ଟିକେ ତାର ପୋଜ୍ ଦେଇକି ଖୁସିରେ ପୁରା ଡେଣ୍ଡି ପୁରା ଖୁସି ହେଇଗଲେ। ଖୁସି ହେଇ ପୁରା ଏବେ ଲୁକ୍ ଦେଇକି ତ ଡିଆଁ ହେଲେ ଲାଗିଗଲା ଆଉ। ତ ଆମର ବହୁତ ଲେଟ୍ ହେଇସାରିଲାଣି। ଆମେ ସକାଳୁ ଆସିଲୁଣୁ 10ଟାରୁ ବାହାରିକି ଆସିକି ପୁରା ବହୁତ ଲେଟ୍ ହେଇସାରିଲାଣି। ତ ଆମର ଆଉ ଗୋଟେ ମନ୍ଦିର ଆସିଥିଲା। ତ ଏବେ ଆମେ ସରିଲା। ବାଏ ସାଙ୍ଗମାନେ। ତ ମୋ ଭିଡ଼ିଓକୁ ସମସ୍ତେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ ଆଣ୍ଡ ସପୋର୍ଟ କରନ୍ତୁ। ପ୍ଲିଜ୍ ସମସ୍ତେ ସପୋର୍ଟ କରନ୍ତୁ। ତ ମୋତେ ଆଗକୁ ଯିବାକୁ ଚେଷ୍ଟା କଲେ ତ ମୁଁ ପୁଣି ନୂଆ ଭିଡ଼ିଓ ଆଣିକି ଆସି ସମସ୍ତେ ଦୟାକରି ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।